ଆସିଲା ବଡ଼ ଅପଡେଟ୍ ଶିବାନୀଙ୍କର ଏଣ୍ଟ୍ରି। ଏବେ ଜାଗୃତି ନୁହେଁ ଶିବାନୀ। ଅନୁଭବଙ୍କ ସହ ସୁଟିଂ ସେଟ୍ରେ ପ୍ରତ୍ୟେକ ସମୟରେ ଜାଗୃତି ନଜର ଆସୁଥିଲେ ଏବଂ ଫ୍ୟାନ୍ ମାନେ ଅନୁମାନ କରୁଥିଲେ କି ଚାରିଧାମ ଚଳଚ୍ଚିତ୍ରରେ କୁଆଡ଼େ ଜାଗୃତି ଶୁକ୍ଳା ବି ନଜର ଆସିପାରନ୍ତି। ହେଲେ ସବୁକିଛିରୁ ପରଦା ହଟି ଯାଇଛି। ଜାଗୃତି ନୁହେଁ ଶିବାନୀ ଚାରିଧାମ ଚଳଚ୍ଚିତ୍ରରେ ନଜର ଆସିବାକୁ ଯାଉଛନ୍ତି। ପ୍ରଥମ ଥର ପାଇଁ ଅନୁଭବଙ୍କ ସହ ଶିବାନୀଙ୍କୁ ଆପଣମାନେ ବଡ଼ ପରଦାରେ ଏକାଠି ଦେଖିବାକୁ ପାଇବେ। ପ୍ରଥମ ଥର ପାଇଁ ଶିବାନୀଙ୍କ ସହ ଅନୁଭବକୁ ଏକାଠି ସ୍କ୍ରିନ୍ ସେୟାର କରୁଥିବାର ଦେଖିବାକୁ ପାଇବେ। ଆପଣମାନେ এই ଯୋଡ଼ିକୁ ପସନ୍ଦ କରିବେ କି ନାହିଁ ନିଶ୍ଚିତ ଭାବରେ କମେଣ୍ଟ କରି ଜଣାଇପାରିବେ। ତା ସହିତ ଏକ ବଡ଼ ଅପଡେଟ୍ ଯାହା ଚାରିଧାମ ଚଳଚ୍ଚିତ୍ରକୁ ନେଇ ସାମ୍ନାକୁ ଆସିଛି। ଆପଣମାନେ ସମସ୍ତେ ଜାଣିଥିବେ କି ଶିବାନୀ ସଙ୍ଗୀତା ପ୍ରଥମ ଥର ପାଇଁ ଅନୁଭବଙ୍କ ସହ ଏକ ଆଇଟମ୍ ସଙ୍ଗରେ ମଧ୍ୟ ଡ୍ୟାନ୍ସ କରିବାକୁ ଯାଉଛନ୍ତି। ଚାରିଧାମ ଚଳଚ୍ଚିତ୍ରଟି ଦୁର୍ଗା ପୂଜାରେ ରିଲିଜ୍ ହେବାକୁ ଯାଉଛି, ଯାହାର ସୁଟିଂ ମଧ୍ୟ ବର୍ତ୍ତମାନ ସମୟରେ ସରିବା ଉପରେ ହୋଇସାରିଲାଣି ଏବଂ ତାର ମୋଶନ ପିକ୍ଚର ଆଉଟ୍ ହୋଇସାରିଛି ଏବଂ ଆସନ୍ତା ସପ୍ତାହରେ ମଧ୍ୟ ତାର ଟ୍ରେଲର ମଧ୍ୟ ଆଉଟ୍ କରିଦିଆଯିବ। ଏହିସବୁ ଭିତରେ ଚାରିଧାମ ଚଳଚ୍ଚିତ୍ରର ନାୟିକା ଲିଡ୍ ଆକ୍ଟ୍ରେସ୍ ଜଣକୁ ସମସ୍ତେ ଜାଣିବା ପାଇଁ ଆଗ୍ରହ ରଖିଥିଲେ ଏବଂ ବଡ଼ ଅପଡେଟ୍ ଯାହା ରହିଛି କି ବର୍ତ୍ତମାନ ସମୟରେ ଚାରିଧାମ ଚଳଚ୍ଚିତ୍ରରେ ଆପଣମାନେ ଶିବାନୀଙ୍କୁ ମଧ୍ୟ ଦେଖିବାକୁ ପାଇବେ। ଦୁଇଟି ହିରୋଇନ୍ ଆପଣମାନେ ଏହି ଗୋଟିଏ ଚଳଚ୍ଚିତ୍ରରେ ଏକାଠି ଦେଖିବାକୁ ଯାଉଛନ୍ତି ଏବଂ ତା ସହିତ ଯାହା ବଡ଼ ଅପଡେଟ୍ ରହିଛି କି ଶିବାନୀକୁ ଆପଣମାନେ ଗୋଟିଏ ଆଇଟମ୍ ସଙ୍ଗରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ପାଇବେ। ତେବେ ଅନୁଭବ ଶିବାନୀଙ୍କୁ ଆଇଟମ୍ ଡ୍ୟାନ୍ସରେ ଏକାଠି ଦେଖି ପସନ୍ଦ କରିବେ କି ନାହିଁ ନିଶ୍ଚିତ ଭାବରେ କମେଣ୍ଟ କରି ଜଣାଇପାରିବେ।